ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର। ବନ୍ଧୁଗଣ, ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ଇସ୍ରାଏଲ ଦେଶର ଏକ ହୋଟେଲ ବିଷୟରେ ମୁଁ ଜଣାଇବି ବା ସେହି ହୋଟେଲକୁ ଆପଣ ନିଜ ଆଖିରେ ଦେଖିବେ। କାରଣ ଯଦି ଆପଣ କେବେ ଇସ୍ରାଏଲ ଦେଶକୁ ଯାଆନ୍ତି ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମସ୍ଥାନରେ ଯେଉଁ ଯେଉଁ ଦର୍ଶନୀୟ ସ୍ଥାନ ଗୁଡ଼ିକ ରହିଅଛି, ବାଇବେଲ ସମ୍ପର୍କିତ ଯେଉଁ ସ୍ଥାନ ଗୁଡ଼ିକ ରହିଅଛି, ଯଦି ଆପଣ ସେହି ସ୍ଥାନ ଗୁଡ଼ିକ ବୁଲିବାକୁ ଯାଆନ୍ତି ଆଉ ଆପଣ ଯେତେବେଳେ ଯାଇକି ଇସ୍ରାଏଲ ଦେଶରେ ପହଞ୍ଚିବେ, ସେତେବେଳେ ଆପଣଙ୍କୁ ଏମିତି ଏକ ହୋଟେଲରେ ରହିବାକୁ ପଡ଼ିବ। ସେଥିପାଇଁ ଯଦି ଆପଣ ଦେଖିବା ପାଇଁ ଚାହୁଁଛନ୍ତି ସେଇ ଇସ୍ରାଏଲ ଦେଶର ହୋଟେଲ ଗୁଡ଼ିକ କିପରି, ତେବେ ଏହି ଭିଡ଼ିଓକୁ ଦେଖୁଥାନ୍ତୁ। ବର୍ତ୍ତମାନ ଆପଣଙ୍କର ସାମ୍ନାରେ ଯାହା ବି ଅଛି, ଇଏ ହେଉଛି ଏକ ହୋଟେଲ ଇସ୍ରାଏଲ ଦେଶର। ଦେଖିବା ଏହି ଇସ୍ରାଏଲ ଦେଶର ଏହି ହୋଟେଲ ମଧ୍ୟରେ କ'ଣ କ'ଣ ସବୁ ବ୍ୟବସ୍ଥା ରହିଅଛି। ଆସନ୍ତୁ ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା। ତେବେ ଇଏ ହେଉଛି ଇସ୍ରାଏଲ ଦେଶର ହୋଟେଲ। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଯେଉଁମାନେ ବି ଇସ୍ରାଏଲ ଦେଶକୁ ଯାଆନ୍ତି ଆଉ ଇସ୍ରାଏଲ ଦେଶକୁ ଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅର୍ଥାତ୍ ବାଇବେଲର ସମ୍ପର୍କିତ ଦର୍ଶନୀୟ ସ୍ଥାନ ଗୁଡ଼ିକ ବୁଲିବା ପାଇଁ। ଆଉ ସେମାନେ କ'ଣ କରନ୍ତି? ଏଇଭଳି ହୋଟେଲରେ ଯାଇକି ସେମାନେ ରହନ୍ତି। ଯେପରି ପୂର୍ବ ଭିଡ଼ିଓରେ ମୁଁ କହିଥିଲି ଯେ ଇସ୍ରାଏଲ ଦେଶରେ ମାନେ ଯେତେବେଳେ ଆପଣ ଯିବେ, ସେତେବେଳେ ହୁଏତ ହୋଟେଲ ନହେଲେ ହଷ୍ଟେଲର ଆଶ୍ରୟ ଆପଣଙ୍କୁ ନେବାକୁ ପଡ଼ିବ। ତେବେ ଇଏ ହେଉଛି ଏକ ହୋଟେଲ। ଆଉ ବିଭିନ୍ନ ଦେଶରୁ ଆଉ ଲୋକମାନେ ଆସନ୍ତି ଏହି ସ୍ଥାନକୁ, ଆଉ ସେମାନେ ଆସିକି ଏଇଭଳି ହୋଟେଲରେ ସେମାନେ ରହନ୍ତି। ହୋଟେଲରେ ରହିଲା ପରେ, ହୋଟେଲ ବୁକିଂ କଲା ପରେ ସେମାନେ ଟ୍ୟାକ୍ସି ଧରିକି ଆଉ କିମ୍ବା ଟ୍ୟାକ୍ସି ରିଜର୍ଭ କରିକି କିମ୍ବା ସେୟାରିଂ ବସ୍ରେ ମଧ୍ୟ କିମ୍ବା ସେୟାରିଂ ଟ୍ୟାକ୍ସିରେ ସେମାନେ କ'ଣ କରନ୍ତି? ବାଇବେଲ ସମ୍ପର୍କିତ ବିଭିନ୍ନ ସ୍ଥାନକୁ ସେମାନେ ପରିଦର୍ଶନ କରନ୍ତି। ତେବେ ଏଇ ଯେଉଁ ଦେଖୁଛନ୍ତି ଆପଣ, ଇଏ ହେଉଛି ଏକ ହୋଟେଲ। ଦେଖନ୍ତୁ ଆଜ୍ଞା, ଇସ୍ରାଏଲ ଦେଶର ଏକ ହୋଟେଲ, ଯାହା ଆପଣ ନିଜ ଆଖିରେ ଦେଖାଉଛନ୍ତି। ତେବେ ହୋଟେଲର ଇଏ ହେଉଛି ରାତ୍ରି କାଳର ଦୃଶ୍ୟ। ଆଉ ରାତିରେ ଏହି ହୋଟେଲ ବହୁତ ସୁନ୍ଦର ଦେଖାଯାଏ। କାରଣ ରାତ୍ରି ହେଲା ମାନେ ଯେତେବେଳେ ଚାରିଆଡ଼େ ଆଲୁଅ ଜଳାଯାଏ, ଯେମିତିକି ଜଣାଯାଏ ଆକାଶରେ ଯେପରି ତାରକାଗଣ ବା ତାରାଗୁଡ଼ିକ ଯେମିତି ଦେଖାଯାଆନ୍ତି, ଝଲମଲ କରୁଥାନ୍ତି, ସେମିତି ରାତି ଅଧରେ ଏହି ସହର ସେମିତି ଦେଖାଯାଏ, ଝଲମଲ କରେ ଆଉ ବହୁତ ସୁନ୍ଦର ଦେଖାଯାଏ। ଆପଣଙ୍କୁ କିପରି ଦେଖାଯାଉଛି, ଆପଣ କିପରି ଅନୁଭବ କରୁଛନ୍ତି, ମୋତେ ନିଶ୍ଚିନ୍ତ କମେଣ୍ଟ କରନ୍ତୁ। କାରଣ ଇଏ ହେଉଛି ଏପରି ଏକ ଦୃଶ୍ୟ ଯାହାକୁ କେବେ ଭୁଲି ହେବ ନାହିଁ। ହଁ ବନ୍ଧୁଗଣ, ଦେଖନ୍ତୁ, ଏ ଭିଡ଼ିଓକୁ ଦେଖନ୍ତୁ ଆଉ ଏଇ ଲାଇଟ୍ ଗୁଡ଼ିକ ଦେଖନ୍ତୁ କିଭଳି ସୁନ୍ଦର ଦେଖାଯାଉଛି। ହୋଟେଲରୁ ଥାଇକି ଆପଣ ବି ଏ ସମସ୍ତ ବିଷୟ ଦେଖିପାରିବେ। ଝରକା, ହୋଟେଲରେ ଆପଣ ଯେଉଁ ରୁମ୍ରେ ରହିବେ, ସେ ରୁମ୍ରେ ଯେଉଁ ଝରକା ଅଛି, ସେଇଠି ଆପଣ এই ସମସ୍ତ ବିଷୟ ଦେଖିପାରିବେ। ଆଉ ଏଠାରେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ଅଛି। ଆମେ এই ସମସ୍ତ ବିଷୟ ଆଉ ଏଠି କ'ଣ କ'ଣ ସବୁ ଆଇଟମ୍ ସବୁ ରହିଅଛି, ତାହା ଆମେ ଶୁଣି ନେବା ସେ ହୋଟେଲର ଜଣେ ବ୍ୟକ୍ତିଙ୍କ ଠାରୁ। ଆମେ ଶୁଣିବା ଏଠାରେ କ'ଣ କ'ଣ ସବୁ ରହିଅଛି। ଆପଣ ଦେଖନ୍ତୁ ନିଜ ଆଖିରେ, ଏହିଭଳି ସବୁ ଡିସ୍ ଗୁଡ଼ିକ ସବୁ ରହିଛି ଖାଇବା ନିମନ୍ତେ। ଆଉ ଏଗୁଡ଼ିକର ଖାଇବା ହେଉଛି ବହୁତ ରେଟ୍, ବହୁତ ମହଙ୍ଗା। ଆଉ ବ୍ରେକଫାଷ୍ଟ, ଗୋଟେ ବ୍ରେକଫାଷ୍ଟ 200, 250, 300 ଏମିତି। ଆଉ ଗୋଟେ ଲଞ୍ଚ ଆପଣଙ୍କୁ 1000 ଟଙ୍କା ପଡ଼ିଯିବ ଇଣ୍ଡିଆ ମୁଦ୍ରାରେ। ବହୁତ ରେଟ୍ ଅଛି, ଆପଣ ଦେଖିପାରିବେ। ଆଉ ଏଠାରେ ରୁଟି, ଭାତ ଯାହା ଆପଣ ଚାହିଁବେ ମିଳିବ।
କିନ୍ତୁ ଏଠାକାର ଖାଇବା ହେଉଛି ବହୁତ ରେଟ୍। ଆଉ ଯଦି ଆପଣ ନିଜେ ରୋଷେଇ କରି ଖାଇବେ ତେବେ ହୁଏତ ଆପଣଙ୍କୁ କମ୍ ଦାମରେ ମିଳିଯାଇଥାଇପାରେ। ତେବେ ବନ୍ଧୁଗଣ ଦେଖିବା ଶୁଣିବା କ'ଣ କ'ଣ ସବୁ ଡିଶ୍ ରହିଅଛି, ଚାଲନ୍ତୁ ଶୁଣିବା। Chicken, beef, courage, fish, and vegetables, potato puree, and this is chicken and rice. This is mixed salad bar, Okay. tomato, carrot, cucumber, white cabbage, goodness, Thailand salad, broccoli, and red cabbage, green salad. Thank you so much. Your name please? Abu Karam, Chef Abu Karam. Thank you. ତେବେ ବନ୍ଧୁଗଣ ଆପଣ ଦେଖିଲେ ହୋଟେଲ ଭିତରେ ବର୍ତ୍ତମାନ ଆପଣ ଦେଖୁଛନ୍ତି ବେଥଲିମ୍ର ମାର୍କେଟ ବା ସପିଂ ମଲ୍। ତା ଭିତରେ କ'ଣ କ'ଣ ସବୁ ଜିନିଷ ଗୁଡ଼ିକ ସବୁ ମିଳୁଅଛି ତାକୁ ଆପଣ ଲକ୍ଷ୍ୟ କରନ୍ତୁ। ଯେପରି ଆମର ଭାରତ ବର୍ଷରେ ସପିଂ ମଲ୍ ସବୁ ରହିଅଛି, ସପିଂ ମଲ୍ରେ ବିଭିନ୍ନ ପ୍ରକାର ଭେରାଇଟି ଜିନିଷ ମିଳେ। ସେପରି ଇସ୍ରାଏଲ ଦେଶର ସପିଂ ମଲ୍ରେ ମଧ୍ୟ ଏହିଭଳି ଭେରାଇଟି ବିଭିନ୍ନ ପ୍ରକାରର ଜିନିଷ ଆପଣ ପାଇପାରିବେ। ଆଉ ଏଗୁଡ଼ିକ ଆପଣ ଉଚିତ ମୂଲ୍ୟରେ ଆପଣ ପାଇପାରିବେ। ଦେଖନ୍ତୁ ଏ ସପିଂ ମଲ୍କୁ ଟିକେ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ତେବେ ବନ୍ଧୁଗଣ ଏଠାରେ ମରିୟମ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୂର୍ତ୍ତି ମଧ୍ୟ ଅଛି, ଯାହାକୁ କ୍ୟାଥୋଲିକ ମାନେ ନେଇକି ନିଜ ଘରେ ସେମାନେ ରଖନ୍ତି। ଆଉ ଇଏ ହେଉଛି ଅନେକ ମୂର୍ତ୍ତି ଗୁଡ଼ିକ ଅଛି ଦେଖନ୍ତୁ। ଆଉ ଆପଣ ସେଠାକୁ ଗଲେ ଆପଣ ମଧ୍ୟ ଏଇଭଳି ସପିଂ ମଲ୍କୁ ଯାଇକି ଆପଣ ସପିଂ କରିପାରିବେ। ଆଉ ଏଥିରେ କୌଣସି ବି ପ୍ରୋବ୍ଲେମ୍ ନାହିଁ, ଆପଣ ନିଃସଙ୍କୋଚରେ ଆପଣ ସପିଂ କରିପାରିବେ। କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଏଠାରେ ଆମର ଇଣ୍ଡିଆ ମୁଦ୍ରା ଚଳେ ନାହିଁ। ହଁ ବନ୍ଧୁଗଣ, ଆପଣ ଆମର ଏଠି ଆମ ଭାରତ ବର୍ଷରେ ଯେପରି ସପିଂ କଲେ ଆମକୁ ଟଙ୍କା ଦେବାକୁ ପଡ଼େ, କିନ୍ତୁ ଏଠାରେ ଟଙ୍କା ନୁହେଁ। ଏଇଟା ହେଉଛି ଇସ୍ରାଏଲ ଦେଶର ଯେଉଁ ଅଛି ସେକଲ, ଯେମିତି ଆମେରିକାର ମୁଦ୍ରା ନାଁ ହେଉଛି ଡଲାର, ଆଉ ଭାରତର ଯେମିତି ଟଙ୍କା ସେମିତି ଇସ୍ରାଏଲ ଦେଶର ମୁଦ୍ରା ନାଁ ହେଉଛି ସେକଲ। ଆପଣ ଯଦି ଏଇଠାରୁ କୌଣସି ବି ସପିଂ କରିବେ ତେବେ ଆପଣଙ୍କୁ ଇଣ୍ଡିଆ ମୁଦ୍ରାକୁ ଇସ୍ରାଏଲର ମୁଦ୍ରା ସେକଲରେ କନଭର୍ଟ କରିବାକୁ ପଡ଼ିବ। ତାପରେ ଆପଣ ସେଇ ମୁଦ୍ରାକୁ ଧରିକି ଯିବେ। ଆଉ ଯେତେ ଦିନ ପାଇଁ ଆପଣ ରହିବେ ଆଉ ସେଇ ଦିନ ଭିତରେ ଆପଣ ଯଦି କୌଣସି ସପିଂ କରନ୍ତି ତେବେ ସେକଲ ଟଙ୍କା ଏଠି ଚଳିବ। ଆଉ ସେକଲ ଅନୁସାରେ ଆପଣଙ୍କୁ ମାର୍କେଟିଂ କରିବାକୁ ପଡ଼ିବ। ତେବେ ଗୋଟେ କେତେ ସେକଲ ତାହା ସେଠାରେ ଗଲେ ଆପଣଙ୍କୁ ଜଣାପଡ଼ିବ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏ ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା ମୋତେ ନିଶ୍ଚିନ୍ତ ରୂପରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଯଦି ଆପଣ କେବେ ପ୍ଲାନିଂ କରୁଛନ୍ତି ଏ ଦେଶକୁ ଯିବା ପାଇଁ, ସେଟା ରହିବା ପାଇଁ, ତେବେ ମଧ୍ୟ ଆପଣ ମୋତେ ଜଣାଇ ପାରିବେ, ଯାହାଫଳରେ ମୁଁ ମଧ୍ୟ ଖୁସି ହେବି। ଆପଣ ଏମିତି ହୋଟେଲରେ ରହିକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ ଦର୍ଶନୀୟ ସ୍ଥାନ ଗୁଡ଼ିକ ରହିଅଛି, ବାଇବେଲ ସମ୍ପର୍କିତ ସ୍ଥାନ ଗୁଡ଼ିକ ରହିଅଛି, ଆପଣ ସେ ସମସ୍ତ ସ୍ଥାନକୁ ଆପଣ ଭିଜିଟ୍ କରିପାରିବେ ନିଶ୍ଚିନ୍ତ ରୂପରେ। ଏଥିରେ କୌଣସି ବି ସମସ୍ୟା ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ଏତିକି। ଆଉ ଆଜି ଏଇଠାରୁ ବିଦାୟ ନେଉଛି। ଆଉ ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ଆଉ ଆସନ୍ତା ଆଗାମୀ ଭିଡ଼ିଓରେ ମଧ୍ୟ ଆମେମାନେ ଏଭଳି ଅନେକ ଇଣ୍ଟରେଷ୍ଟିଂ ବିଷୟ ଗୁଡ଼ିକ ଆମେମାନେ ଦେଖିବା।
ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର।